प्रिय श्रोता बंधु भक्ति मार्ग तरफ आपण मानक मोर स्वागत। आपण माने श्रवण करुछंती सही पुण्य मासर पुण्य पुराण कार्तिक महात्म्य जहाकु श्रवण कले सबु प्रकार पाप मोचन हुए, मनरु कलुष नाश हुए, मनरे सात्विक भावना जागृत हुए। सही पुण्य पुराण कार्तिक महात्म्य आपण माने श्रवण करुछंती। पूर्व अध्याय रे श्रवण करिथिले सही जोगमायांक प्रदान करिथिबा तिनी वनस्पतिर बीजरू गछ अंकुरोद्गम होइछि, पुणी सेथिरु फल पुष्प इत्यादि सृष्टि होइछि। प्रथम वृक्षर नाम तुलसी, जहा वृंदावती अंशरू जात, जहा पार्वतींकर अंश विशेष। आउ हेउछि द्वितीय लक्ष्मी अंशरू जे वृक्ष जात होइछि ताहा मालती, ताहा देहरे तम अंश देखि ताकू बनरे रखिछन्ति भगवान। ताकू द्वापर युगरे जोगी मानक गोपी मानक सहित मिलन बेले सेठारे तांकू से हृदय धारण करिवे। से बास्नारे चहटुछि और लता होइथिबारु अन्य एक वृक्षर सहारा नेउछि। आउ तृतीय वृक्षटी हिला अईला। अईला जहा सरस्वती अंशरू जात, ताकू सेही वंश रे रखा जाइछि। ए पर्यंत आपण माने श्रवण करिथिले। आसंतु आगकु जिबा आ कोन हेउछि संपूर्ण रूपे श्रवण करिबा। शुक्लंबरं धरं विष्णु शशिवर्णं चतुर्भुजं प्रसन्न वदनं ध्यायेत् सर्वविघ्नो प्रशान्तये। सर्वविघ्न प्रशान्तये, सर्वविघ्न प्रशान्तये। तुलसी दल यत्न करी कियबा कोमल मंजरी, अथवा शुल्क काष्ठ माळे मोते समर्पी एका बेले। कनकंठरे थिब धरी से जन मने संग सरी, तांगे न रहिब पाप गरुड़ आसे जेन्हे सर्प। जागृहे तुलसी कानन थिब मंदिर सन्निधान, तेणु न जीव जमदूत तुम्हंकु कहू अछि सत्य। तुलसी काष्ठ सिरे घोरी पूजारे मोते लागी करी, कपाळे घेनी बतिलक प्रत्यक्ष देवता से लोक। से जन जीव जेउ मार्गे विपत्ति नथिब से दिगे, तुलसी वृक्ष जेउ द्वारे मोते देखिब तार घरे। जहा भुवने विष्णु क्षेत्र तांग सर्वदा पवित्र। तुलसी छाया रे सश्रद्धे जे देव पिंड पितृश्राद्धे। तार गोपुत्र सात कूले बसिबे आसी विष्णु आले। जाबत थिब बसुमती ताबत न पड़े दुर्गति। मृत्युर काले रे जेउ जन तुलसी निकटे शयन। तुलसी दल थिब मुंडे उदक देउथिब तुंडे। पिंडरू प्राण छाड़ी जीवा से आसी मोंगे मिसिब। कहन्ति प्रभु नारायण एथु आश्चर्य कथा सुन। अत्यंत पापी होइथिबा अकाले अज्ञाने मरिब। तामृत पिंड दग्ध काले तुलसी काष्ठ जेबे मिले। दहने पकाइले नेई
ତାତ୍ମା ଜୀବ ମୁଖ୍ୟ ହୋଇ ଏମନ୍ତ ତୁଳସୀ ଚରିତ ଯେତେ କହିଲୁ ତୋତେ ସତ୍ୟ ଏକଥାକୁ ଯେ ପାଳିଥିବ ଯେ ବଣ ଦିନେ ନ ତୋଳିବ ସେ କଥା ଶୁଣ ସର୍ବଦେବେ ଗ୍ରହଣ ରବି ଚନ୍ଦ୍ର ଯେବେ ଦ୍ୱାଦଶୀ ସଂକ୍ରାନ୍ତି ଦିନେ ଅଥବା ଚତୁର୍ଥୀ ସମ୍ପନ୍ନେ ପ୍ରତ୍ୟହ ସନ୍ଧ୍ୟା ବେଳେ ନିଶି ଔଷଧେ ନ ତୋଳ ତୁଳସୀ ଯେ ଅବା ଅଜ୍ଞାନେ ତୋଳିବ ମୋତେ ଦଣ୍ଡିବା ଦୋଷ ହେବ ପୁଣି କହନ୍ତି ବନମାଳୀ ତୁଳସୀ ମମ ଅର୍ଥେ ତୋଳି ଏଥୁ ଯେ ଅନ୍ୟ କାର୍ଯ୍ୟ ଖଣ୍ଡେ ତା ନଖ ଘାତ ମୋର ପିଣ୍ଡେ ବାଜିବା ପ୍ରାୟ ହେବ ପ୍ରାସ ଶୁଣ ହେ ସକଳ ତ୍ରିଦଶ ତୁଳସୀ ଦଳ ମୋ ନିମନ୍ତେ ଯେ ଜନ ତୋଳେ ଅବିରତେ କର ପଲ୍ଲବ ତାର ଧନ୍ୟ କିସ କହିବା ତାର ପୁଣ୍ୟ ବିଶେଷ କାର୍ତ୍ତିକ ମାସରେ ତୁଳସୀ ସେବା କରି ନରେ ଲଭିବେ କୌଶଲ୍ୟ ମୁକ୍ତି ଖଣ୍ଡିବେ ଅଶେଷ ବିପତ୍ତି ତୁଳସୀ ମୂଳେ ଉଦ୍ଯାପନ ଯେ କରେ କାର୍ତ୍ତିକ ବିଧାନ ସେ ଜନ ବୈକୁଣ୍ଠପୁରେ ଆସି ମିଳିବ ଦେହାନ୍ତରେ ଲୀନ ହୋଇବ ମୋର ଅଙ୍ଗେ ନୋହିଲେ ଥିବ ମୋର ସଙ୍ଗେ କେବେ ନୋହିବ ଅନ୍ତର ଏ ବାକ୍ୟ ସତ୍ୟ ଅଟେ ମୋର ଏବେ ହୋ ଶୁଣ ସୁର ଗଣେ ଧାତ୍ରୀ ଯେହି ପରମାଣେ ସେ ତୋର ହୋଇବ ଯେ ଦାସୀ ତାର ସକଳ ପାପ ନାଶୀ ଯଶଲ ଭୈରବୀ ତଳେ ମୋତେ ପାଇବ ଅନ୍ତକାଳେ ସେ ଧାତ୍ରୀ ଫଳ ପତ୍ର ଯୋଗେ ତୁଳସୀ ଦଳ ତହିଁ ସଙ୍ଗେ ସଂଖ୍ୟା ନ କରି ଦେବ ମୋତେ ତେବେ ସନ୍ତୋଷ ମୋର ଚିତେ ପତ୍ର ଗୋଟିକେ ରତ୍ନମଣି ଫୁଲ କାଞ୍ଚନ ପରିମାଣି ଏମନ୍ତେ ହୋଇବି ସନ୍ତୋଷ ହସି କହନ୍ତି ଋଷିକେଶ ଶୁଣି ସନ୍ତୋଷ ଦେବ ଲୋକେ ଧାତ୍ରୀ ଯେ ବିଶେଷ କାର୍ତ୍ତିକେ ସକଳ ସୁର ମୁନି ସଙ୍ଗେ ମୁଥିବି ଧାତ୍ରୀ ବୃକ୍ଷ ଅଙ୍ଗେ ତେଣୁ ସେ ବୃକ୍ଷ ଫଳ ପତ୍ର କାମେ ସୁକର୍ମେ ନ ତୋଳ ଆଶ୍ଵିନ ମାସ ତୋଳି ଆଣି କାର୍ତ୍ତିକ ଆଗମନ ଜାଣି ଯତ୍ନେ ସାଇତି ରଖିଥିବ କାର୍ତ୍ତିକେ ଆହାର କରିବ ସ୍ନାହାନେ ଶିର ପରେ ଲେପି ସ୍ମରଣେ ମୋର ନାମ ଜପି କଣ୍ଠରେ ଆଭରଣ କରି ଅଶେଷ ଜନ୍ମ ପାପ ହରି ଲଭିବ ଯଶ ଶ୍ରୀ ଆୟୁଷ ଅନ୍ତେ ପାଇବ ମନିବାସ ଧାତ୍ରୀ ଛାୟାରେ ଯେଉଁ ଜନ କରିବ ଗୋବିନ୍ଦ କୀର୍ତ୍ତନ ଦଣ୍ଡକେ ଦଶ ଯୁଗ ଲେଖି ମୋ ପୁରେ ବସ ହେବ ସୁଖୀ କାର୍ତ୍ତିକ ଧାତ୍ରୀ ବୃକ୍ଷ ତଳେ ହବିଷ୍ୟନ୍ନ ଏକା ବେଳେ ଯେ ଜନ ହରିବ ଭୋଜନ ତା ପାପ ହୋଇବ ଦହନ ଅଶୌଚ ଦ୍ରବ୍ୟ ଥିଲେ ଭକ୍ଷୀ ସେ ଦୋଷ ନ ଲାଗିବ କିଛି ନିର୍ମଳ ହୋଇବ ଶରୀର ତେଣୁ ଅଇଁଳା ନାମ ତାର କହନ୍ତି ପ୍ରଭୁ ଲକ୍ଷ୍ମୀପତି ଏମନ୍ତ ତିନି ବନସ୍ପତି ସେ ବୃନ୍ଦାବତୀ ତିନି ଗୁଣେ ତ୍ରିପୁରାଜ୍ଞା ପରମାଣେ
ଅଇଁଳା ତୁଳସୀ ମାଳତୀ ଏ ତିନି ମୋର ପ୍ରିୟବତୀ। ବିଶେଷ ତୁଳସୀ ପ୍ରଧାନ ସଂସାରେ ମୋହରି ସମାନ। କହନ୍ତି ପ୍ରଭୁ ନାରାୟଣ ମୋଠାରୁ ଶ୍ରେଷ୍ଠ ବୋଲି ଜାଣ। ତୁଳସୀ ବୃକ୍ଷ ସେବା କଲେ ମୋତେ ପାଇବ ପ୍ରାଣୀ ଭଲେ। ତୁଳସୀ ବିନା ଯେତେ ଭୋଗ ମୋତେ ନୁହଇ ଉପଯୋଗ। ତୁଳସୀ ଦଳେ ମୋତେ ପୂଜି ତୁଳସୀ ଘେନି ମୋତେ ଭଜି। ତୁଳସୀ ଦେବ ମୋର ଶିରେ ପ୍ରାଣୀ ବସିବେ ମୋର ପୁରେ। ଏକଥା ତୁମ୍ଭେ ଭଲେ ଜାଣ ବ୍ରହ୍ମାଦି ମୁନି ସୁରଗଣ। ଯକ୍ଷ ରାକ୍ଷସ ନର ନାଗେ ସେ ଜ୍ଞାନ ଦାତା ଦଶ ଦିଗେ। ଶିବ ସହିତ ସିଦ୍ଧ ସତୀ ଲକ୍ଷ୍ମୀ ମୋହର ପ୍ରିୟବତୀ। ପାର୍ବତୀ ଆଦି ସ୍ତ୍ରୀ ଗଣେ ସର୍ବେ ମୋ ଆଜ୍ଞା ପରମାଣେ। ଯେତାରେ ହେବ ଅପରାଧୀ ତାର ନ ଗଛେ କର୍ମ ସିଦ୍ଧି। କହିବା ଶୁଣ ସର୍ବଦେବେ ମୁଁ ତାକୁ ମାୟା କଲି ଯେବେ। ସେ ଦୋଷ ବିଚାରି ମନରେ ରହିଲି ପର୍ବତ ଆକାରେ। ଏ ଦେହ ଅଛି ସେହି ରୂପ ମୋ ଦେହେ କାଟୁଥିବ କୋପ। ସହସ୍ର ସମ୍ବତ୍ସରେ ଶିଳା ଗଣ୍ଡୁକି ଜାଳେ ହେବେ ମେଳା। ସେ ବିଷ୍ଣୁ ଶିଳା ମୋର ମୂର୍ତ୍ତି ପୂଜା କରିବେ ବିପ୍ରଜାତି। ତୁଳସୀ ଦଳେ ପୂଜା କରି ଭବ ସାଗରୁ ହେବ ପାରି। ଏ ମୋର କଲା କର୍ମ ଗୁଣ କହନ୍ତି ପ୍ରଭୁ ନାରାୟଣ। ଏବେ ସକଳ ଦେବେ ଚଳି ଆମ୍ଭ ବଚନ ପ୍ରତିପାଳି। ତୁଳସୀ ମହିମା ଜଗତେ ବିସ୍ତାରି କରି ଯେଝା ମତେ। ଏମନ୍ତେ ବିଷ୍ଣୁ ଆଜ୍ଞା ପାଇ ଅତି ଆନନ୍ଦେ ସୁର ହୋଇ। ବିଷ୍ଣୁ ଚରଣେ ପୂଜା କରି ଯେ ଯାହା ଭୁବନକୁ ଯାଇ। ପୃଥୁ କହନ୍ତି ନାରଦ ଯେ ବିଷ୍ଣୁ ଲୋକର ସମ୍ବାଦ। ଏଣୁ ଏ ତୁଳସୀ ମହିମା ବଚନେ କି ଦେବା ଉପମା। ବିଷ୍ଣୁଙ୍କ ଏଡ଼େ ପ୍ରିୟ ଫୁଲ ସଂସାରେ ନାହିଁ ତାକୁ ତୁଲ। କେବଳ ସ୍ନାନ ସାରି ତୋଳି ତେଣେ ସନ୍ତୋଷ ବନମାଳି। ଅଶୁଚି ବେଳେ ଯେବେ ଛୁଇଁ ଦିନକେ ଧର୍ମ କ୍ଷୟ ପାଇ। ସ୍ନାନ ନ କରି ଆନ ପୁଷ୍ପ ତୋଳିଲେ ସର୍ପ ଦେବେ ଦୋଷ। ସ୍ନାନ ନ କରି ତୋଳ ଯେବେ ପୂଜାର ଫଳ ନାହିଁ ତେବେ। ଦିନକ ଧର୍ମ ହୋଏ କ୍ଷୟ ଭସ୍ମ କୁଢ଼ରେ ଘୃତ ପ୍ରାୟ। ହେମନ୍ତ ପୁଷ୍ପଙ୍କ ଚୟନ ଧାତ୍ରୀ ତୁଳସୀ ବିଦ୍ୟମାନ। ଯେ ତାହା ବିଷ୍ଣୁ ପ୍ରତିପାଳି ଶିର ହୃଦରେ ନେଇ ଧରି। ତାର ଦୁରିତ ନାଶ ହେଲେ ଅଳ୍ପ ଅଗ୍ନି ଯେହ୍ନେ ଜଳେ। ଏକଥା ଅଟଇ ପ୍ରମାଣ ହେ ରାଜା ସାବଧାନେ ଶୁଣ। ତୁ ଯେ ପୁଛିଲୁ ଶୁଦ୍ଧମତି ତୁଳସୀ କାହୁଁ ଉତ୍ତପତି। ସେ କଥା କହିଲି ସଂକ୍ଷେପୀ ସେ ଧର୍ମ ସର୍ବଲୋକେ ବ୍ୟାପୀ। ଯେହା ଶୁଣନ୍ତି ଶ୍ରବଣେ ପ୍ରସ୍ତାବ ବାକ୍ୟ ମୁଖେ ବଣେ। ସେହି ଲଭଇ ମୋକ୍ଷ ଗତି କାର୍ତ୍ତିକ ବ୍ରତ ଫଳ ଶ୍ରୁତି। କେବଳ ନ କରି ସଂଶୟ ନିନ୍ଦିଲେ ମହାପାପ ହୋଏ। କଥା ସର୍ବଶାସ୍ତ୍ର ମତେ ଅମ୍ବୁଜ ପୁରାଣ ଉକତେ। ଉତ୍ତର ଖଣ୍ଡେ ବିଷ୍ଣୁ ଲୀଳା ସଂସାର ସାଗରକୁ ଭେଳା। କହଇ ମହାଦେବ ଦାସ ମୋ ପ୍ରଭୁ କମଳା ବିଳାସ। ତାଙ୍କ ଚରଣ ପରସାଦେ ପଦ ପ୍ରସାରେ ମୋର ହୃଦେ। କହଇ ସାଧୁ ଜନ ଆଗେ ସୁଜନେ ଶୁଣ ଅନୁରାଗେ। इति श्री पद्मपुराणे उत्तरखंडे कार्तिक महात्म्ये तुलसी महिमा कथने नाम 15 अध्याय। बंधु माने आजि पाई एतिकी पुणी साक्षात हेब आगामी अध्याय रे। इति श्री
भगवानाय नमः। भीमस्यापि मतिभ्रम यदि शुद्धमशुद्ध वा मम दोष न विद्यते।